ଢେଙ୍କାନାଳ ବନଖଣ୍ଡ ମହାବୀରଡ ରେଞ୍ଜ ଘାଗରାମୁଣ୍ଡା ଗାଁରେ ଅଜଣା ଜନ୍ତୁ ଭୟ ବାଘ ହୋଇଥିବା ସନ୍ଦେହରେ ଆତଙ୍କିତ ଅଛନ୍ତି ଗ୍ରାମବାସୀ। ଗତକାଲି ରାତିରେ ଘାଗରାମୁଣ୍ଡା ଗାଁ ରାସ୍ତାରେ ଏକ ଅଜଣା ଜନ୍ତୁ ଯିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ସିସିଟିଭି ଚିତ୍ର ଦେଖିବା ପରେ ତାହା ବାଘ ଭଳି ଦେଖାଯାଉଥିବାରୁ ଗାଁରେ ଆତଙ୍କ ଖେଳିଯାଇଛି। କିଛିଦିନ ପୂର୍ବରୁ ଏହି ଅଞ୍ଚଳର ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲରୁ କୁଇନ୍ ନାୟକ ନାମକ ଜଣେ ମହିଳା ଛେଳି ଚରାଇବାକୁ ଯାଇ ବାଘ ଆକ୍ରମଣର ଶିକାର ହୋଇଥିଲେ। ବନ ବିଭାଗ ଆଜି ପର୍ଯ୍ୟନ୍ତ ବାଘର ସନ୍ଧାନ ପାଇନଥିବା ବେଳେ ସିସିଟିଭି ଭିଜୁଆଲ ଦେଖି ବାଘ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ମହାବୀରଡ ରେଞ୍ଜର ହରେଶ କିଷାନ ଜନ୍ତୁକୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି। ଯାହା ଆମେ ଅନୁଭବ କରୁଛୁ ସେଟା ହାଇନା ମାନେ ହୁଣ୍ଡାଳ ପ୍ରଜାତିର କିମ୍ବା କୌଣସି କ୍ୟାଟ୍ ପ୍ରଜାତିର କିମ୍ବା ଅଜଣା କିଛି ସେମିତି ଶିକାରୀ ଜନ୍ତୁ ହେଇଥାଇପାରେ। ଏଥିରେ ଲୋକମାନେ କିଛି ଭୟଭୀତ ହେବାର କିଛି ନାହିଁ। ଆମର ବନ ବିଭାଗ ସେଥିପାଇଁ ସବୁବେଳେ ସତର୍କ ଅଛି ଆଉ ଲୋକମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରୁଛି। ନା ସେ ଘାଗରାମୁଣ୍ଡା ଯାଇକି ଯୋଉ ଆମର ସିସିଟିଭି ଫୁଟେଜ ଯୋଉଟା ହେଇଥିଲା ସେଟା ମୁଁ ଅନୁଧ୍ୟାନ କଲି। ସେଟା ମାନେ କ୍ୟାଟ୍ ପ୍ରଜାତିର ହେଇଥାଇପାରେ ଆଉ କିନ୍ତୁ ବାଘ ସମ୍ପୂର୍ଣ୍ଣ ଏଟା ବାଘ କିନ୍ତୁ ନୁହଁ। ଏଇଟା ଜଙ୍ଗଲର ଅନ୍ୟ କିଛି ପ୍ରଜାତିର ହେଇଥାଇପାରେ କିନ୍ତୁ ସଠିକ ଭାବରେ ଏଇଟା କହୁଛି ମୁଁ ଏଟା ବାଘ କିନ୍ତୁ ନୁହଁ। ଏଟା ବ୍ୟୁରୋ ରିପୋର୍ଟ, ପବ୍ଲିକ ମିडिଆ।